ଭାରତର ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ଅମିତ ଶାହା, ଅପସନ୍ ବି ନରେନ୍ଦ୍ର ମୋଦି, ଅପସନ୍ ସି ରାଜନାଥ ସିଂ ଏବଂ ଅପସନ୍ ଡି ଧର୍ମେନ୍ଦ୍ର ପ୍ରଧାନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ନରେନ୍ଦ୍ର ମୋଦି। ଭାରତର ପ୍ରଧାନମନ୍ତ୍ରୀଙ୍କ ନାମ ହେଉଛି ନରେନ୍ଦ୍ର ମୋଦି। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର ରାଷ୍ଟ୍ରପତିଙ୍କ ନାମ କ'ଣ? ଅପସନ୍ ଏ ଦ୍ରୌପଦୀ ମୁର୍ମୁ, ଅପସନ୍ ବି ଜଗଦୀପ ଧନଖର, ଅପସନ୍ ସି ଅମିତ ଶାହା ଏବଂ ଅପସନ୍ ଡି ଧର୍ମେନ୍ଦ୍ର ପ୍ରଧାନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର ଉପରାଷ୍ଟ୍ରପତିଙ୍କ ନାମ କ'ଣ? ଅପସନ୍ ଏ ଅମିତ ଶାହା, ଅପସନ୍ ବି ରାଜନାଥ ସିଂ, ଅପସନ୍ ସି ଅଶ୍ୱିନୀ ବୈଷ୍ଣବ, ଅପସନ୍ ଡି ଜଗଦୀପ ଧନଖର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଜଗଦୀପ ଧନଖର। ଭାରତର ଉପରାଷ୍ଟ୍ରପତି ହେଉଛନ୍ତି ଜଗଦୀପ ଧନଖର। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର ଗୃହମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ରାଜନାଥ ସିଂ, ଅପସନ୍ ବି ଜେପି ନଡ୍ଡା, ଅପସନ୍ ସି ଅମିତ ଶାହା ଏବଂ ଅପସନ୍ ଡି ପୀୟୁଷ ଗୋଏଲ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଅମିତ ଶାହା। କେନ୍ଦ୍ର ଗୃହମନ୍ତ୍ରୀ ହେଉଛନ୍ତି ଅମିତ ଶାହା। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ଧର୍ମେନ୍ଦ୍ର ପ୍ରଧାନ, ଅପସନ୍ ବି ରାଜନାଥ ସିଂ, ଅପସନ୍ ସି ନିର୍ମଳା ସୀତାରମଣ ଏବଂ ଅପସନ୍ ଡି ଅଶ୍ୱିନୀ ବୈଷ୍ଣବ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ରାଜନାଥ ସିଂ। ଭାରତର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ହେଉଛନ୍ତି ରାଜନାଥ ସିଂ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ଜେପି ନଡ୍ଡା, ଅପସନ୍ ବି ଅଶ୍ୱିନୀ ବୈଷ୍ଣବ, ଅପସନ୍ ସି ନୀତିନ ଗଡ଼କରୀ ଏବଂ ଅପସନ୍ ଡି ଧର୍ମେନ୍ଦ୍ର ପ୍ରଧାନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଧର୍ମେନ୍ଦ୍ର ପ୍ରଧାନ। ଭାରତର କେନ୍ଦ୍ର ଶିକ୍ଷାମନ୍ତ୍ରୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଯଦି ଆପଣମାନେ ଧର୍ମେନ୍ଦ୍ର ପ୍ରଧାନକୁ ଜାଣିଛନ୍ତି ତେବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର କେଉଁ ଜିଲ୍ଲାର ବାସିନ୍ଦା ଅଟନ୍ତି। ବର୍ତ୍ତମାନ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ଜେପି ନଡ୍ଡା, ଅପସନ୍ ବି ନିର୍ମଳା ସୀତାରମଣ, ଅପସନ୍ ସି ଶିବରାଜ ସିଂ ଚୌହାନ ଏବଂ ଅପସନ୍ ଡି ପୀୟୁଷ ଗୋଏଲ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଜେପି ନଡ୍ଡା। ଭାରତର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହେଉଛନ୍ତି ଜେପି ନଡ୍ଡା। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ଅଶ୍ୱିନୀ ବୈଷ୍ଣବ, ଅପସନ୍ ବି ନିର୍ମଳା ସୀତାରମଣ, ଅପସନ୍ ସି ସି.ଆର୍. ପାଟିଲ, ଅପସନ୍ ଡି ଜୁଏଲ ଓରାମ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ନିର୍ମଳା ସୀତାରମଣ। ଭାରତର କେନ୍ଦ୍ର ଅର୍ଥମନ୍ତ୍ରୀ ହେଉଛନ୍ତି ନିର୍ମଳା ସୀତାରମଣ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର ରେଳମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ଅଶ୍ୱିନୀ ବୈଷ୍ଣବ, ଅପସନ୍ ବି ପୀୟୁଷ ଗୋଏଲ, ଅପସନ୍ ସି ମନସୁଖ ମାଣ୍ଡାଭିୟା, ଅପସନ୍ ଡି ନୀତିନ ଗଡ଼କରୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଅଶ୍ୱିନୀ ବୈଷ୍ଣବ। ଭାରତର କେନ୍ଦ୍ର ରେଳମନ୍ତ୍ରୀଙ୍କ ନାମ ହେଉଛି ଅଶ୍ୱିନୀ ବୈଷ୍ଣବ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର କୃଷିମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ପୀୟୁଷ ଗୋଏଲ, ଅପସନ୍ ବି ନୀତିନ ଗଡ଼କରୀ, ଅପସନ୍ ସି ଶିବରାଜ ସିଂ ଚୌହାନ, ଅପସନ୍ ଡି ଦ୍ରୌପଦୀ ମୁର୍ମୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଶିବରାଜ ସିଂ ଚୌହାନ। ଭାରତର କେନ୍ଦ୍ର କୃଷିମନ୍ତ୍ରୀ ହେଉଛନ୍ତି ଶିବରାଜ ସିଂ ଚୌହାନ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର ଶିଳ୍ପମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ପୀୟୁଷ ଗୋଏଲ,
ଅପସନ୍ ବି ମନସୁଖ ମାଣ୍ଡାଭିଆ, ଅପସନ୍ ସି ନିତିନ ଗଡ଼କରୀ ଏବଂ ଅପସନ୍ ଡି ସି.ଆର୍. ପାଟିଲ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ପୀୟୁଷ ଗୋଏଲ। ଭାରତର କେନ୍ଦ୍ର ଶିଳ୍ପମନ୍ତ୍ରୀ ହେଉଛନ୍ତି ପୀୟୁଷ ଗୋଏଲ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ମନସୁଖ ମାଣ୍ଡାଭିଆ, ଅପସନ୍ ବି ଜୁଏଲ ଓରାମ, ଅପସନ୍ ସି ଭୂପେଶ ଯାଦବ, ଅପସନ୍ ଡି ସି.ଆର୍. ପାଟିଲ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ମନସୁଖ ମାଣ୍ଡାଭିଆ। ଭାରତର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ହେଉଛନ୍ତି ମନସୁଖ ମାଣ୍ଡାଭିଆ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ଜୁଏଲ ଓରାମ, ଅପସନ୍ ବି ସି.ଆର୍. ପାଟିଲ, ଅପସନ୍ ସି ନିତିନ ଗଡ଼କରୀ ଏବଂ ଅପସନ୍ ଡି ଭୂପେଶ ଯାଦବ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ନିତିନ ଗଡ଼କରୀ। ଭାରତର କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ହେଉଛନ୍ତି ନିତିନ ଗଡ଼କରୀ। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ଜୁଏଲ ଓରାମ, ଅପସନ୍ ବି ସି.ଆର୍. ପାଟିଲ, ଅପସନ୍ ସି ଭୂପେଶ ଯାଦବ, ଅପସନ୍ ଡି ରାମଚରଣ ସିଂ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଜୁଏଲ ଓରାମ। ଭାରତର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ହେଉଛନ୍ତି ଜୁଏଲ ଓରାମ। ଯଦି ଆପଣମାନେ ଜାଣିଛନ୍ତି ଜୁଏଲ ଓରାମକୁ, ତେବେ କୁହନ୍ତୁ ଜୁଏଲ ଓରାମ ଓଡ଼ିଶାର କେଉଁ ଜିଲ୍ଲାର ଅଟନ୍ତି? ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ନାମ କ'ଣ? ଅପସନ୍ ଏ ଜୁଏଲ ଓରାମ, ଅପସନ୍ ବି ଭୂପେଶ ଯାଦବ, ଅପସନ୍ ସି ସି.ଆର୍. ପାଟିଲ ଏବଂ ଅପସନ୍ ଡି ରାମଚରଣ ସିଂ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ସି.ଆର୍. ପାଟିଲ। ଭାରତର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ହେଉଛନ୍ତି ସି.ଆର୍. ପାଟିଲ।